ତମ ଗୋଟେ ନେବେ ତ ପ୍ଲିଜ୍ ତମ ଫଳମୂଳ ଧରିକି ଆସୁଥିବ। ଓହୋ ସେଇଥିପାଇଁ ତମ ଫଳମୂଳ ଧରିକି ଆସୁଥିବ। ଓହୋ ସେଇଥିପାଇଁ ଟିକେ ମେଣ୍ଟାଲ କଣ୍ଡିସନ ଭଲ ନଥିଲା ସେ ଟ୍ରିଟମେଣ୍ଟରେ ଥିଲା ତା ମୁଣ୍ଡ କଣ୍ଡିସନ ଟିକେ ଭଲ ରହିଲାନି ସେ କୁଆଡ଼େ ସକାଳୁ ଉଠିକିରି ଖାଉଥିଲା ଖାଇକିରି କହିଲା ମୁଁ କହିଲି ତୁ ତରତର ହେଇ ଖାଉଛୁ କୁଆଡ଼େ ଯିବୁ ମୁଁ ତ ସରକାରୀ ଚାକିରିଆ ମୁଁ ଟାଇମ୍ରେ ଯାଇ ଡ୍ୟୁଟିରେ ପହଞ୍ଚିବି ତେଣୁ ମୁଁ ସେ ତାକୁ କହିଲି ତା ଉପରେ ଏତେ ନଜର ଦେଲିନି ସେ କୁଆଡ଼େ ଚାଲି ଯାଇଥିଲା ଭଦ୍ରଲୋକ ଖୋର୍ଦ୍ଧାର ହଁ ଶ୍ରଦ୍ଧା ଫାଉଣ୍ଡେସନରେ ତାକୁ ଟ୍ରିଟମେଣ୍ଟ କରୁଥିଲେ ବମ୍ବେରେ ସେ ପିଲା ଆମ ଓଡ଼ିଶାର ପିଲା ଖୋର୍ଦ୍ଧା ତା ଘର ସିଏ ତାକୁ ନେଇକି ଆସି 10:30 ବେଲେ ପହଞ୍ଚିଲା ଆମେ ସମସ୍ତେ ଖୁସି 29 ବର୍ଷ ପରେ ସେ ଫେରିଛି ଘରକୁ ତାଙ୍କର ମାନସିକ ସ୍ଥିତି ଠିକ୍ ନଥିବାରୁ ସିଏ ନିର୍ଦ୍ଦିଷ୍ଟ ଥିଲେ ଏବଂ ଆମେ ଆମର ଭାଇକି ପାଇକି ଗତକାଲି ଭାରି ଖୁସି ଆମ ବନ୍ଧୁବାନ୍ଧବ ଆମ ଗ୍ରାମବାସୀ ବୃନ୍ଦ ଭାରି ଖୁସି ଆଉ 29 ବର୍ଷ ପରେ ଏହା ହେଉଛି ଆମର ଶ୍ରଦ୍ଧା ଫାଉଣ୍ଡେସନ୍ ଯେ ବମ୍ବେରେ ଆପଣଙ୍କ ମିଷ୍ଟର ସୁନୀଲ କୁମାର ସିଏ ଆଣିକି ଆମକୁ ପହଞ୍ଚାଇଥିଲେ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ଶ୍ରଦ୍ଧା ଫାଉଣ୍ଡେସନକୁ ଆମେ ବହୁତ ଧନ୍ୟବାଦ ଜଣାଉଛୁ ଆଉ ଆପଣଙ୍କର ଆମ ବୋଉ ଆମର ଶିରିଡ଼ି ସାଇବାବାଙ୍କର ଜଣେ ପରମ ଭକ୍ତ ଆଜି ସବୁଦିନ ମାଆର ହୃଦୟ ଶୁଣିଛନ୍ତି ଆଉ ମୁଁ ତାଙ୍କ କୋଟି କୋଟି ପ୍ରଣାମ ଆଉ ଏତିକି କହି ମୁଁ ଆପଣମାନଙ୍କୁ ଧନ୍ୟବାଦ ଆସିଥିବାରୁ ଆମେ ବହୁତ ଖୁସି ଆଉ ନିଶ୍ଚିନ୍ତ ଭାବେ ତାର ସ୍ୱାସ୍ଥ୍ୟ ଠିକ୍ ନାହିଁ ଏବଂ ବର୍ଷେ 2 ବର୍ଷ ଭିତରେ ସେ ଡାକ୍ତର ଯିଏ ପ୍ରେସ୍କ୍ରିପସନ୍ ଦେଇଛନ୍ତି ବର୍ଷେ 2 ବର୍ଷ ଟ୍ରିଟମେଣ୍ଟ ଚାଲିଲେ ସେ ପୁରା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ଧନ୍ୟବାଦ ଭାଗ୍ୟର ବିଡ଼ମ୍ବନା ଯେ ସେ ଉଚ୍ଚଶିକ୍ଷିତ ଥାଇ ମଧ୍ୟ ଏଠି ତାଙ୍କ ମାନସିକ ପରିସ୍ଥିତି ମାନସିକ ଅବସ୍ଥା ଠିକ୍ ନଥିଲା ସେ 1995 ମସିହା ନଭେମ୍ବର ମାସରେ ଏଠୁ କୁଆଡ଼େ ଚାଲିଗଲେ ଆମେ ଖୋଜି ଖୋଜି ପାଇଲୁ ନାହିଁ ତାପରେ ପୋଲିସରେ ଇନଫର୍ମ କରିଥିଲୁ ପୋଲିସ ବି ଖୋଜାଖୋଜି କରି ପାଇଲେ ନାହିଁ ଆଉ କିନ୍ତୁ ସେଠି ଗୋଟେ ଫାଉଣ୍ଡେସନ୍ ଶ୍ରଦ୍ଧା ଫାଉଣ୍ଡେସନ୍ ସେମାନେ ତାଙ୍କର ଜଣେ ଆମର ଓଡ଼ିଆ ପିଲା ଖୋର୍ଦ୍ଧାର ସିଏ ତାକୁ ଘିନିକିରି ଆସିଲା କାଲି ଆଉ ଆମର ଏଠି ଖୁସିର ମାହୋଲ ମୋ ଭଉଣୀ ଭାରି ଆନନ୍ଦିତ।